आपण मानकु समस्तଙ୍କୁ ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜାର ଢେର ସାରା ଶୁଭକାମନା। ଆପଣମାନେ ସମସ୍ତେ ଜାଣିଥିବେ କି 2025 ବର୍ଷରେ ବସନ୍ତ ପଞ୍ଚମୀ 2 ଫେବୃଆରୀ ରବିବାରକୁ ପଡୁଅଛି। ଆଉ ଏହି ଦିନ ଯଦି ତୁଳସୀ ମାତାଙ୍କ ସହ ଜଡ଼ିତ କିଛି ଉପାୟ କରାଯାଏ ତ ଆପଣଙ୍କ ଜୀବନରେ ଧନ ଦୌଲତ ସୁଖ ସମୃଦ୍ଧିରେ ଭରିଯିବ। ଏହା ସହ ଏହି ଦିନ ଆପଣଙ୍କ କୁଣ୍ଡଳୀରେ ଚାଲୁଥିବା ସବୁ ଦୋଷରୁ ବଞ୍ଚିବା ପାଇଁ କିଛି ବିଶେଷ ଉପାୟ କରାଯାଏ। ଯାହା ସବୁଠୁ ବଡ଼ ଉପାୟ ତୁଳସୀ ମଞ୍ଜରୀ ବାଲା ଉପାୟ। ତ ଆପଣ ଏହି ଦିନ ମାତା ତୁଳସୀଙ୍କୁ ବତା ଯାଇଥିବା ଉପାୟ ଦ୍ୱାରା ଯଦି କରିବେ ତ ଏହି ଗୋଟିଏ ଉପାୟ କରିଦେବେ ତ ଭଗବାନ ଶ୍ରୀ ଲକ୍ଷ୍ମୀ ନାରାୟଣଙ୍କୁ ସହିତ ମାତା ସରସ୍ୱତୀଙ୍କର କୃପା ପାଇପାରିବେ, ଯାହା ଆର୍ଥିକ ସ୍ଥିତିରେ ସୁଧାର ଏବଂ ଆପଣଙ୍କ ଜୀବନର ସବୁ କଷ୍ଟକୁ ଦୂର କରିବାରେ ବି ସାହାଯ୍ୟ ମିଳିବ। ବସନ୍ତ ପଞ୍ଚମୀ ଦିନ ମାତା ସରସ୍ୱତୀଙ୍କୁ ପୂଜା କରିବା ଏବଂ ଗଙ୍ଗା ସ୍ନାନ ଦାନ ପୁଣ୍ୟ ଏବଂ ତୁଳସୀ ମାତାଙ୍କର ଗଛ ସହ ଜଡ଼ିତ ଏହି ଗୋଟିଏ ଉପାୟକୁ କରିବା ଦ୍ୱାରା ବ୍ୟକ୍ତିକୁ ଅତ୍ୟନ୍ତ ଉତ୍ତମ ଓ ଶ୍ରେଷ୍ଠ ଫଳ ମିଳିଥାଏ। 2 ଫେବୃଆରୀ ରବିବାର ଦିନ ପୁରା 144 ବର୍ଷ ପରେ ଅତ୍ୟନ୍ତ ଦିବ୍ୟ ଏବଂ ଦୁର୍ଲଭ ଶୁଭ ସଂଯୋଗ ବନିବାକୁ ଯାଉଛି, କାହିଁକି ନା ଏହି ସମୟରେ ପ୍ରୟୋଗ ରାଜ୍ୟରେ ମହାକୁମ୍ଭ ଚାଲୁଅଛି, ଯାହାଦ୍ୱାରା କି ବସନ୍ତ ପଞ୍ଚମୀର ଏହି ଦିନର ମହତ୍ତ୍ୱ 1000 ଗୁଣା ଅଧିକ ବଢ଼ି ଯାଇଛି। ଏହି ଦିନ 4ଟି ବଡ଼ ଯୋଗ ନିର୍ମାଣ ହେଉଅଛି। ସର୍ବାରିଷ୍ଟ ସିଦ୍ଧି ଯୋଗ, ଅମୃତ ସିଦ୍ଧି ଯୋଗ, ଧନ ଯୋଗ, ଲକ୍ଷ୍ମୀ ନାରାୟଣ ଯୋଗ। ଏହି 4 ଯୋଗର ନିର୍ମାଣ ହେତୁ ଏହି ବସନ୍ତ ପଞ୍ଚମୀ ଦିନ ଭଗବାନ ଶ୍ରୀ ଲକ୍ଷ୍ମୀ ନାରାୟଣ ଓ ମାତା ସରସ୍ୱତୀଙ୍କର ଅନ୍ତିମ କୃପା ବର୍ଷା ହେବାକୁ ଯାଉଛି। ଆଉ ଏହି ଯଦି ଆପଣ ଚୁପଚାପ କାହାକୁ କିଛି ନ ଜଣାଇ ତୁଳସୀ ମାତାଙ୍କ ସହ ଜଡ଼ିତ ଏହି ଉପାୟକୁ କରିଦେବେ ତ ଆପଣଙ୍କ ଜୀବନରେ ଚାଲୁଥିବା ସବୁ ସମସ୍ୟାର ଫଳ ଆପଣଙ୍କୁ ହିଁ ପ୍ରାପ୍ତ ହେବ। ଏହାପରେ ବସନ୍ତ ପଞ୍ଚମୀ ଦିନ ବିଭିନ୍ନ ପ୍ରକାରର ଶୁଭ ମାଙ୍ଗଳିକ ଯୋଗର ନିର୍ମାଣ ହେବାକୁ ଯାଉଛି। ଶାସ୍ତ୍ର ଅନୁସାରେ ଅମୃତ ସିଦ୍ଧି ଯୋଗରେ ବସନ୍ତ ପଞ୍ଚମୀ ପଡ଼ିବା ଅତ୍ୟନ୍ତ ଦୁର୍ଲଭ ହୋଇଥାଏ। ମାନ୍ୟତା ଅଛି କି ଏହି ଦିନ ଶୁଭ କାର୍ଯ୍ୟ କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ସୁଖ ସମୃଦ୍ଧି ଓ ଉନ୍ନତି ଆସିଥାଏ। ଏହା କୁହାଯାଏ କି ତୁଳସୀ ଗଛରେ ଅନେକ ଦେବୀ ଦେବତାଙ୍କର ବାସ ହୋଇଥାଏ। ଆଉ କୌଣସି ବିଶେଷ ଦିନରେ ଯେପରିକି ବସନ୍ତ ପଞ୍ଚମୀ ଦିନରେ ତୁଳସୀ ମାତାଙ୍କୁ ଯଦି ପୂଜା ଉପାସନା କରାଯାଏ ତ ବ୍ୟକ୍ତିର ସବୁ ଆର୍ଥିକ ମାନସିକ ଓ ଘରୋଇ ସମସ୍ୟା ତତ୍କାଳୀନ ଦୂର ହୋଇଯାଇଥାଏ। ବସନ୍ତ ପଞ୍ଚମୀ ଦିନ ବିଷ୍ଣୁ ଭଗବାନ ମାତା ତୁଳସୀ ଏବଂ ଶାଳଗ୍ରାମର ପୂଜା କରାଯାଏ, କାହିଁକି ନା ଏହି ଦିନ ପୂଜା ଆରାଧନା ଦ୍ୱାରା ଆମକୁ ଅନେକ ଫଳ ମିଳିଥାଏ ଏବଂ ପୁରା ବର୍ଷ ଆପଣଙ୍କ ଉପରେ ଧନର ବର୍ଷା ହୋଇଥାଏ। ଆଉ ଏହି ଦିନ ତୁଳସୀ ମାତା ଏମିତି ଏହି ଅଚୁକ ଉପାୟ ଆପଣଙ୍କର ସମସ୍ତ ସମସ୍ୟାକୁ ଦୂର କରିଦେବେ, ତାହା ଧନକୁ ନେଇ ହେଉ କିମ୍ବା ସନ୍ତାନ ପ୍ରାପ୍ତି ପାଇଁ ହେଉ। ଏଥିପାଇଁ ଏହି ଭିଡ଼ିଓଟିକୁ ଶେଷ ଯାଏ ନିହାତି ଦେଖନ୍ତୁ, ଯାହା ଫଳରେ ଏହି ଉପାୟକୁ ଆପଣମାନେ କରିପାରିବେ। ଆପଣଙ୍କର ଭାଗ୍ୟ ଉଦୟ ହୋଇଯିବ ଏବଂ ଆପଣଙ୍କର ନବଗ୍ରହ ଆପଣଙ୍କର ସାଥ ଦେବ ଆରମ୍ଭ ହୋଇଯିବ। ଆପଣଙ୍କ ଘରର ଉନ୍ନତି ହେବ ଏବଂ ମାତା ସରସ୍ୱତୀଙ୍କର ଆଶୀର୍ବାଦ ସବୁବେଳ ପାଇଁ ଆପଣଙ୍କ ଉପରେ ବର୍ଷା ହେବ। ଯଦି ଆପଣ ଚାହାନ୍ତି ଶ୍ରୀ ଲକ୍ଷ୍ମୀ ନାରାୟଣଙ୍କ କୃପାରୁ ଆପଣଙ୍କ ଜୀବନରେ ସମସ୍ତ ଦୋଷର ସମସ୍ତ ସମସ୍ୟାରୁ ମୁକ୍ତି ମିଳିଯାଉ ତ ମାତା ସରସ୍ୱତୀଙ୍କ କୃପା ଆପଣଙ୍କ ଉପରେ ବନି ରହୁ। ତ ଦର୍ଶକ ବନ୍ଧୁ, ପୁରା ଶ୍ରଦ୍ଧା ଆଉ ସଚ୍ଚା ଆଉ ପୁରା ବିଶ୍ୱାସର ସହିତ ଏହି ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ମାତା ସରସ୍ୱତୀ ଏବଂ ଏହି ଭିଡ଼ିଓକୁ ଆପଣ ଯେତେ ଲୋକଙ୍କ ପାଖକୁ ପହଞ୍ଚାଇ ପାରିବେ ଭିଡ଼ିଓଟିକୁ ପହଞ୍ଚାଇ ଦିଅନ୍ତୁ, ଯାହାକି ପ୍ରତ୍ୟେକ ବ୍ୟକ୍ତିଙ୍କର ଭଲ ହୋଇପାରିବ। ଏବଂ ଆମର ଏହି ଚ୍ୟାନେଲରେ ଯଦି ଆପଣମାନେ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। ମାନ୍ୟତା ଅନୁସାରେ ମାଘ ମାସର ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ତଥା ବସନ୍ତ ପଞ୍ଚମୀ ଦିନ ଉପବାସ ରହିବା ଜ୍ଞାନର ଦେବୀ ମାତା ସରସ୍ୱତୀଙ୍କୁ ପୂଜା ଆରାଧନା କରିବା ଦ୍ୱାରା ଘରେ ଆପଣଙ୍କର ସୁଖ ଶାନ୍ତି ସମୃଦ୍ଧିର ବାସ ହୋଇଥାଏ। ବସନ୍ତ ପଞ୍ଚମୀ ବ୍ରତ ରଖିଲେ ମନୁଷ୍ୟକୁ ପ୍ରତ୍ୟେକ ପାପ କର୍ମରୁ ମୁକ୍ତି ମିଳିଥାଏ। ମାନ୍ୟତା ଅଛି କି ଏହି ଦିନ ପୂଜା ବ୍ରତ ଦାନ ଆଦି ଧାର୍ମିକ କାର୍ଯ୍ୟ କରିବା ଦ୍ୱାରା ଲକ୍ଷ୍ମୀ ନାରାୟଣଙ୍କ ସହିତ ମାତା ସରସ୍ୱତୀଙ୍କର ବି ବିଶେଷ କୃପା ଆପଣଙ୍କ ଉପରେ ବର୍ଷା ହୋଇଥାଏ। ଏଥିପାଇଁ ଦର୍ଶକ ବନ୍ଧୁ ଆପଣଙ୍କୁ ବି ଏହି ଦିନ ତୁଳସୀ ମାତାଙ୍କ ସହ ଜଡ଼ିତ ଏହି ବିଶେଷ ଉପାୟକୁ ନିହାତି ଭାବରେ ଆପଣମାନେ କରିବା ଉଚିତ, ଯେଉଁ ଉପାୟ ବିଷୟରେ ଆମେ ଏହି ଭିଡ଼ିଓରେ ଆପଣମାନଙ୍କୁ ଜଣାଇବୁ। ସବୁଠୁ ପ୍ରଥମ ଉପାୟ, ଆଉ ଏହି ଉପାୟ ସେଇ ବ୍ୟକ୍ତିଙ୍କ ପାଇଁ ଯେଉଁ ବ୍ୟକ୍ତିଙ୍କ ଭାଗ୍ୟ ସାଥ ଦେଉନାହିଁ, ଯାହାଙ୍କର ପ୍ରତ୍ୟେକ କାର୍ଯ୍ୟ ବନୁ ବନୁ ବିଗିଡ଼ି ଯାଇଥାଏ। ଯଦି ଆପଣଙ୍କର ସହ ବି ଏପରି କିଛି ହେଉଥାଏ ତ ଦର୍ଶକ ବନ୍ଧୁ, ଆପଣଙ୍କ କୁଣ୍ଡଳୀରେ ଥିବା ନକ୍ଷତ୍ର ଆପଣଙ୍କୁ ଅନୁକୂଳ ହେଉନାହିଁ
କିମ୍ବା ଆପଣଙ୍କର କୁଣ୍ଡଳୀରେ କିଛି ଅଭାବ ଯୋଗୁଁ କୌଣସି ଗ୍ରହର ଅନୁପସ୍ଥିତି ହେତୁ ଆପଣଙ୍କ ଜୀବନରେ ସମସ୍ୟା ସଙ୍କଟର ସାମ୍ନା କରିବାକୁ ପଡ଼ିଥାଏ। ତ ଏଥିପାଇଁ ଜ୍ୟୋତିଷ ଶାସ୍ତ୍ରରେ ବତାଯାଇଥିବା ବସନ୍ତ ପଞ୍ଚମୀ ଦିନ କରାଯାଇଥିବା ଉପାୟ ବହୁତ ଚମତ୍କାରୀ ଉପାୟ ବନିବାକୁ ଯାଉଛି। ତେଣୁ ଆପଣଙ୍କୁ କ'ଣ କରିବାକୁ ପଡ଼ିବ ନା ବସନ୍ତ ପଞ୍ଚମୀ ଦିନ ଯଦି ଆପଣଙ୍କ ଜୀବନରେ ଟେନସନ୍ ଚାଲୁଅଛି, ଆପଣଙ୍କ ପିଲାର ଭବିଷ୍ୟତ ନେଇ ଆପଣ ଅଧିକ ଚିନ୍ତିତ ରହୁଛନ୍ତି, ତ ବସନ୍ତ ପଞ୍ଚମୀ ଦିନ ମନର ଶାନ୍ତି ଓ ଟେନସନରୁ ମୁକ୍ତି ପାଇବା ପାଇଁ ଏହି ଦିନଟି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଦିନଟିଏ। ଏଥିପାଇଁ ଆପଣ ତୁଳସୀ କାଠିର ମାଳା ବନାଇ କିମ୍ବା ବଜାରରୁ ତୁଳସୀ କାଠିର ମାଳା କିଣିକି ଆଣିପାରିବେ। ଆପଣ ପ୍ରଥମେ ତୁଳସୀ କାଠିର ମାଳାକୁ ଗଙ୍ଗା ଜଳରେ ଶୁଦ୍ଧ କରି ଆପଣଙ୍କ ଗଳାରେ ଧାରଣ କରିଦିଅନ୍ତୁ। ନିଶ୍ଚିନ୍ତ ରୂପେ ଆପଣ ଏହି ତୁଳସୀ କାଠିର ମାଳାକୁ ପିନ୍ଧିବା କ୍ଷଣି ଆପଣଙ୍କର ଟେନସନର କମି ଆସିବ ଏବଂ ଆପଣଙ୍କର ମନ ଶାନ୍ତି ହୋଇଯିବ। ଯଦି ଆପଣଙ୍କର ପରିବାରରେ କୌଣସି ବ୍ୟକ୍ତି ନେଗେଟିଭ ଏନର୍ଜି ଦ୍ୱାରା ଗ୍ରସ୍ତ ଅଛନ୍ତି କିମ୍ବା ଯଦି ଆପଣଙ୍କର ପରିବାରର କୌଣସି ସଦସ୍ୟଙ୍କର ସବୁବେଳେ ଶରୀର ରୋଗାଗ୍ରସ୍ତ କିମ୍ବା କୌଣସି ବ୍ୟକ୍ତି କୌଣସି ଖରାପ ନଜର ଲାଗିଥାଏ, ତ ଆପଣ ବସନ୍ତ ପଞ୍ଚମୀ ଦିନ ଅଗଣାରେ ତୁଳସୀ ଗଛର ଡାଳକୁ ଆଣି ହଳଦିଆ କପଡ଼ାରେ ବାନ୍ଧି ଆପଣଙ୍କର ପୂଜା ଘରେ ରଖିଦିଅନ୍ତୁ ଏବଂ ନିୟମିତ ଧୂପ ଅଗରବତୀ ଦେଖାଇ ସେହି ତୁଳସୀ ଡାଳକୁ ପୂଜା କରନ୍ତୁ। ଏହା କରିବା ଦ୍ୱାରା ପରିବାରର ପ୍ରତ୍ୟେକ ସଦସ୍ୟଙ୍କର ଭାଗ୍ୟ ମଜବୁତ ହେବ ଏବଂ ଆପଣଙ୍କ ଘରେ କେବେ ବି କୌଣସି ନେଗେଟିଭ ଏନର୍ଜି ପ୍ରବେଶ କରିପାରିବ ନାହିଁ। ତ ବହୁତ ହିଁ ଉତ୍ତମ ଉପାୟଟିଏ, ନିହାତି ଆପଣ ଏହି ବସନ୍ତ ପଞ୍ଚମୀ ଦିନ ଏହି ଉପାୟଟିକୁ କରନ୍ତୁ। ହଁ, ଗୋଟେ କଥା ଧ୍ୟାନ ରଖିବେ କି ତୁଳସୀକୁ ବହୁତ ପବିତ୍ର ଓ ଉତ୍ତମ ମନାଯାଏ। ଏଥିପାଇଁ ଯଦି ଆପଣ ମଦ ମାଂସ ଖାଇଥାନ୍ତି ତ ଭୁଲରେ ବି ତୁଳସୀ ମାଳା ପିନ୍ଧନ୍ତୁ ନାହିଁ। ତୁଳସୀ ଗୋଟିଏ ଏମିତି ଗଛ ଯାହାକି ସେହି ଗଛର ପୂଜା କରିବା ଦ୍ୱାରା ବହୁତ ଚମତ୍କାରୀ ଓ ବହୁତ ଲାଭପ୍ରାପ୍ତ ଆପଣଙ୍କୁ ମିଳିଥାଏ। ବସନ୍ତ ପଞ୍ଚମୀ ଦିନ ଆପଣଙ୍କ ଅଗଣାରେ ଥିବା ଚଉରାରେ ଆପଣଙ୍କର ପରିବାରର ସୁଖ ଶାନ୍ତି ଓ ସମୃଦ୍ଧି ପାଇଁ ତୁଳସୀ ମାତାଙ୍କୁ ଚୁନରିଟିଏ ଅବଶ୍ୟ ଚଢ଼ାନ୍ତୁ, ଯାହା ଆପଣଙ୍କୁ ମାତା ଲକ୍ଷ୍ମୀ ଓ ଶ୍ରୀହରି ବିଷ୍ଣୁଙ୍କର ବିଶେଷ ଆଶୀର୍ବାଦ ହୋଇପାରିବ। ବସନ୍ତ ପଞ୍ଚମୀ ଦିନ ମାତା ତୁଳସୀଙ୍କୁ 9 ବତୀ ବାଲା ଦୀପ ଜଳାଇ ତୁଳସୀ ମାତାଙ୍କର ଆଳତୀ କରନ୍ତୁ। ଏହି ଦିନ ଆପଣ ବ୍ରହ୍ମ ମୁହୂର୍ତ୍ତରୁ ଉଠି ତୁଳସୀରେ 1 ଟଙ୍କିଆ କଏନ୍ ଲାଲ ରଙ୍ଗର କପଡ଼ାରେ ବାନ୍ଧି ତୁଳସୀ ଗଛ ମୂଳରେ ରଖିଦିଅନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ଘରେ ଧନର ବୃଦ୍ଧି ହେବ ଏବଂ ଧନର ଆଗମନ ବଢ଼ିବ ଏବଂ ଆପଣଙ୍କ ଘରେ ଗରିବୀ ଓ ଦରିଦ୍ରତା ଶେଷ ହୋଇଯିବ। କାହିଁକି ନା ତୁଳସୀ ମାତାଙ୍କୁ ଲକ୍ଷ୍ମୀ ମାତାଙ୍କର ବରଦାନ ମିଳିଥାଏ। ଏଥିପାଇଁ ଧନର ଦେବୀ ମାତା ଲକ୍ଷ୍ମୀ ଆପଣଙ୍କ ଘରେ କୃପା ବର୍ଷା ଆରମ୍ଭ କରିଦିଅନ୍ତି। ବସନ୍ତ ପଞ୍ଚମୀ ଦିନ ତୁଳସୀ ମାତାଙ୍କୁ ସୁହାଗର ସାମଗ୍ରୀ ଚଢ଼ାଇବା ଦ୍ୱାରା ଘରେ ଆପଣଙ୍କର ଖୁସି ସମୃଦ୍ଧି ଆସିଥାଏ, ଯାହାକି କୁକୁମ୍ବ, ଆଭୂଷଣ, ବିନ୍ଦି, ଚୁଡ଼ି, ଲାଲ ଶାଢ଼ୀ କିମ୍ବା ଚୁନରି ଆଦି ସବୁ ଜିନିଷ ତୁଳସୀ ମାତାଙ୍କୁ ଚଢ଼ାନ୍ତୁ। କଞ୍ଚା କ୍ଷୀର, ମିଠା ଭୋଗ ଲଗାନ୍ତୁ। ଏହା କରିବା ଦ୍ୱାରା ତୁଳସୀ ମାତା ଅତ୍ୟନ୍ତ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କର ବାସ ହେବ ଏବଂ ଧନର ଆଶୀର୍ବାଦ ହେବ। ଆପଣ ଏହି ବସନ୍ତ ପଞ୍ଚମୀ ଦିନ ସନ୍ଧ୍ୟା କାଳରେ ମାତା ତୁଳସୀଙ୍କ ପାଖରେ ଗୋଟିଏ ଘିଅର ଦୀପଟିଏ ଜରୁର ଜଳାନ୍ତୁ ଏବଂ ସେହି ଦୀପରେ ଅଳ୍ପ ସିନ୍ଦୁର ପକାଇ ଆପଣଙ୍କର ପତିଙ୍କର ଲମ୍ବା ଆୟୁଷ ପାଇଁ କାମନା କରନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କର ପତିଙ୍କର ଲମ୍ବା ଆୟୁଷ ହୋଇଥାଏ ଏବଂ ନକାରାତ୍ମକ ଊର୍ଜାର ନାଶ ହୋଇଥାଏ ଓ ଆପଣଙ୍କ ଘରେ ସକାରାତ୍ମକ ଊର୍ଜାର ବାସ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ତୁଳସୀକୁ ସବୁବେଳେ ବିଷମ ସଂଖ୍ୟାରେ ରଖିବା ଉଚିତ। ଏଥିପାଇଁ ଆପଣଙ୍କ ଘରେ 3 କିମ୍ବା 5ଟି ତୁଳସୀ ଗଛ ରଖନ୍ତୁ। ଏହା ଦ୍ୱାରା ସମସ୍ତ ବାସ୍ତୁ ଦୋଷ ଆପଣଙ୍କର ଦୂର ହୋଇଥାଏ। ଯଦି ଆପଣଙ୍କ ଘରେ ତୁଳସୀ ଗଛ ନାହିଁ ତ ଏହି ବସନ୍ତ ପଞ୍ଚମୀ ଦିନ ଆପଣ ତୁଳସୀ ଗଛଟି ଆଣି ଆପଣଙ୍କ ଚଉରାରେ ଅବଶ୍ୟ ଲଗାନ୍ତୁ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ସହ ଏହି ଦିନ ତୁଳସୀ ଗଛର ବିଧିବିଧାନ ସହ ପୂଜା ପାଠ କଲେ ବହୁତ ହିଁ ଶୁଭ ଫଳ ଆପଣଙ୍କୁ ପ୍ରାପ୍ତି ହୋଇଥାଏ। ଆପଣଙ୍କ ଘରେ ସବୁବେଳେ ଆପଣ ରାମ ତୁଳସୀ ହିଁ ଲଗାନ୍ତୁ। ରାମ ତୁଳସୀ ଲଗାଇଲେ ଆପଣଙ୍କ ଜୀବନରେ ସବୁ କଷ୍ଟ ଦୂର ହୋଇଥାଏ। ବସନ୍ତ ପଞ୍ଚମୀ ଦିନ ଅଟାରେ ଦୀପ ତିଆରି କରି ଦିଅନ୍ତୁ, କାହିଁକି ନା ଅଟାର ଦୀପ ସବୁଠାରୁ ପବିତ୍ର ମନାଯାଏ। ଅଟାର ଦୀପ ତୁଳସୀ ଗଛ ତଳେ ଜଳାଇଲେ ମାତା ଲକ୍ଷ୍ମୀଙ୍କ ସହିତ ମାତା ଅନ୍ନପୂର୍ଣ୍ଣା ଏବଂ ଶ୍ରୀହରି ବିଷ୍ଣୁଙ୍କର ବି ଆଶୀର୍ବାଦ ଆପଣଙ୍କୁ ମିଳିଥାଏ। ତାପର ଦିନ ଦୀପକୁ ଆପଣ କୌଣସି ଗାଈକୁ ଖୁଆଇ ଦିଅନ୍ତୁ। ଏହି ଉପାୟ କରିଲେ ଶୁଭ ଫଳ ସହିତ ଆପଣଙ୍କର ଆର୍ଥିକ ସ୍ଥିତି ବି ମଜବୁତ ହୋଇଥାଏ। ଆଉ ଏହି ଦିନ ତୁଳସୀ ଗଛ ମୂଳରେ ଯଦି ଘିଅର ଦୀପ ଲଗାଇବେ ତ ସେହି ଦୀପ ଲଗାଇବା ପୂର୍ବରୁ ସେହି ଦୀପରେ ଅଳ୍ପ ଅକ୍ଷତ ମାନେ ଚାଉଳ ପକାଇ ଦିଅନ୍ତୁ ଏବଂ ସେହି ଦୀପକୁ ଜଳାନ୍ତୁ। ଏହି ଉପାୟ ଦ୍ୱାରା ଦରିଦ୍ରତା ଆପଣଙ୍କର ଦୂରକୁ ଦୌଡ଼ିଥାଏ ଏବଂ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ବା ଆପଣଙ୍କ ଘର ଉପରେ ପ୍ରସନ୍ନ ହୋଇଥାନ୍ତି।
ବସନ୍ତ ପଞ୍ଚମୀ ଦିନ ଲାଲ କପଡ଼ାରେ ତୁଳସୀ ପତ୍ର ରଖି ଆପଣଙ୍କର ଘରର ତିଜୋରିରେ ରଖିଦିଅନ୍ତୁ। ତୁଳସୀ ପତ୍ରକୁ ମାତା ଲକ୍ଷ୍ମୀ ଓ ଶ୍ରୀହରି ବିଷ୍ଣୁଙ୍କ ପାଖରେ ପୂଜା କରି ଲାଲ କପଡ଼ାରେ ତୁଳସୀ ପତ୍ର ଓ ଗୋଟିଏ 1 ଟଙ୍କିଆ କଏନ୍ ରଖି ଲାଲ କପଡ଼ାରେ ଆପଣଙ୍କର ପର୍ସରେ ରଖନ୍ତୁ। ଏହା ଦ୍ୱାରା ଧନ ଲାଭ ଆପଣଙ୍କର ବନିଯିବ। କିନ୍ତୁ ତୁଳସୀ ପତ୍ର ଆପଣ ବସନ୍ତ ପଞ୍ଚମୀ ଦିନ ତୋଳିବେ ନାହିଁ, କାହିଁକି ନା ବସନ୍ତ ପଞ୍ଚମୀ ଦିନ ରବିବାର ପଡୁଛି, ତ ତୁଳସୀ ପତ୍ରକୁ ତୋଳିବା ବର୍ଜିତ ଅଟେ। ଏହା ସହ ତୁଳସୀ ପତ୍ରକୁ ରବିବାର ଦିନ ଭୁଲରେ ବି ତୋଳିବା ଉଚିତ ନୁହେଁ। ବସନ୍ତ ପଞ୍ଚମୀ ଦିନ ଆପଣଙ୍କର ସ୍ନାନ ଜଳରେ ଅଳ୍ପ ତୁଳସୀ ମାଟି ପକାଇ ଦିଅନ୍ତୁ। ଏହା ଆପଣଙ୍କର କୁଣ୍ଡଳୀର ଶୁକ୍ର ଗ୍ରହକୁ ପ୍ରଭାବ ମଜବୁତ ହୋଇଯିବ ଏବଂ ଆପଣ ଆପଣଙ୍କ ଜୀବନରେ ଆର୍ଥିକ ସ୍ଥିତିରୁ ମୁକ୍ତି ମିଳିଯିବ। ଏହା ସହ ଆମେ ଆପଣଙ୍କୁ ଏମିତି ଗୋଟିଏ ଉପାୟ ଏବେ ବତାଇବୁ, ଯାହାକୁ ଏହି ବସନ୍ତ ପଞ୍ଚମୀ ଦିନ ଆପଣ ଜରୁର କରିଦେବେ, ତ ବହୁତ ଅଧିକ ହିଁ ଲାଭ ଫଳ ଆପଣଙ୍କୁ ହେବ। ବସନ୍ତ ପଞ୍ଚମୀ ଦିନ ମାତା ସରସ୍ୱତୀ ମାତାଙ୍କୁ ଆପଣ ମହୁ ଜରୁର ଚଢାନ୍ତୁ। ଏହା ଦ୍ୱାରା ଆପଣଙ୍କ ଜୀବନରେ ବୁଦ୍ଧି, ସୁଖ ଓ ମଧୁରତା ଆସିଥାଏ। ଶାସ୍ତ୍ର ଅନୁସାରେ ସରସ୍ୱତୀ ଦେବୀଙ୍କର ମହିମାରେ ଆଶୀର୍ବାଦରେ କୌଣସି ବି ବ୍ୟକ୍ତି ମହାବୁଦ୍ଧି, ମହାଜ୍ଞାନୀ ବନିଯାଏ ଏବଂ ସେହି ବ୍ୟକ୍ତି ଯେଉଁ କାର୍ଯ୍ୟ କରେ ସବୁ କାର୍ଯ୍ୟରେ ସଫଳତା ହାସଲ କରିଥାଏ। ତେବେ ଚାଲନ୍ତୁ ଜାଣିବା ବସନ୍ତ ପଞ୍ଚମୀ ଦିନ ବିଶେଷ ଉପାୟ ବିଷୟରେ। ଉପାୟଟି ହେଉଛି, ଧର୍ମଶାସ୍ତ୍ରରେ ମୟୂର ପୁଙ୍ଖକୁ ବହୁତ ପବିତ୍ର ମନାଯାଏ। ବିଷ୍ଣୁ ଭଗବାନ ଅତ୍ୟନ୍ତ ପ୍ରିୟ ହେଉଛି ମୟୂର ପୁଙ୍ଖ। ଆଉ ମୟୂର ପୁଙ୍ଖ ଦେଖିବାକୁ ଯେତିକି ସୁନ୍ଦର ହୋଇଥାଏ, ତାଠାରୁ ଅଧିକ ଏହା ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ। ମୟୂର ପୁଙ୍ଖରେ ସବୁ ଦେବୀ ଦେବତାଙ୍କର ଏବଂ ନବଗ୍ରହର ବାସ ହୋଇଥାଏ। ବସନ୍ତ ପଞ୍ଚମୀ ଦିନ ଏହି ଉପାୟ ଦ୍ୱାରା ବ୍ୟକ୍ତିର ଜନ୍ମ ଜନ୍ମାନ୍ତର ଦୁଃଖ ସହ ଦୂର ହୋଇଥାଏ। କାହିଁକି ନା ଭଗବାନ ଶ୍ରୀକୃଷ୍ଣ ସର୍ବପ୍ରଥମେ ମାତା ସରସ୍ୱତୀଙ୍କୁ ହିଁ ପୂଜା କରିଥିଲେ, ସେଥିପାଇଁ ହିଁ ବସନ୍ତ ପଞ୍ଚମୀ ପରମ୍ପରା ଚାଲୁଅଛି। ଏହି କାରଣ ପାଇଁ ବସନ୍ତ ପଞ୍ଚମୀରେ ମାତା ସରସ୍ୱତୀଙ୍କୁ ମୟୂର ପୁଙ୍ଖକୁ ସାମିଲ କରାଯାଏ। ବସନ୍ତ ପଞ୍ଚମୀ ଦିନ ସକାଳୁ ଆପଣ ଜଲ୍ଦି ଉଠି ସୋରିଷ ତେଲରେ ବେସନ ମିଶାଇ ଆପଣଙ୍କ ଶରୀରରେ ଲଗାନ୍ତୁ ଏବଂ ସ୍ନାନ ପାଣିରେ ଲିମ୍ବ ପତ୍ର ଓ ଅଳ୍ପ ଗଙ୍ଗା ଜଳ ମିଶାଇକି ସେହି ପାଣିରେ ସ୍ନାନ କରିବେ ଏବଂ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରିବେ। ଆପଣଙ୍କର ପୂଜା ଘର ସଫା କରିବେ। ଆପଣଙ୍କର ପୂଜା ଘରେ ମାତା ସରସ୍ୱତୀଙ୍କର ମୂର୍ତ୍ତି ବା ଫଟୋ ଥାଏ, ତ ସେହି ମୂର୍ତ୍ତିକୁ ବା ଫଟୋକୁ ଆପଣ ସ୍ନାନ କରାନ୍ତୁ, ଧଳା ରଙ୍ଗର ବସ୍ତ୍ର ପିନ୍ଧାନ୍ତୁ ଏବଂ ମାତା ସରସ୍ୱତୀଙ୍କ ସାମ୍ନାରେ ଗୋଟିଏ ଘିଅର ଦୀପଟିଏ ଜଳାନ୍ତୁ। ମାତାଙ୍କୁ ହଳଦୀ ତିଳକ କରାନ୍ତୁ। ମାତା ସରସ୍ୱତୀଙ୍କୁ ହଳଦିଆ ରଙ୍ଗର ମିଠା ଯଥା ଲଡୁ, ବେସନ ଲଡୁ, ବୁନ୍ଦି, ହଳଦିଆ ରଙ୍ଗର ପେଡା, ଯାହା ବି ହଳଦିଆ ରଙ୍ଗର ମିଠା ଆପଣମାନେ ଭୋଗ ଲଗାନ୍ତୁ। ଏହାପରେ ମାତା ସରସ୍ୱତୀଙ୍କୁ ଗୋଟିଏ ମୟୂର ପୁଙ୍ଖ ଅର୍ପଣ କରନ୍ତୁ। ମୟୂର ପୁଙ୍ଖରେ ଆପଣ ହଳଦୀର ତିଳକ କରି ଅକ୍ଷତ ପୁଷ୍ପ ଆଦି ଚଢାଇ ମୟୂର ପୁଙ୍ଖର ପୂଜା କରନ୍ତୁ। ମୟୂର ପୁଙ୍ଖକୁ ପୂଜା କରିବା ଦ୍ୱାରା ସବୁ ଦେବୀ ଦେବତାଙ୍କର ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହୋଇଥାଏ। ଏହାପରେ ଓମ୍ ସରସ୍ୱତୀ ନମଃ ଏହି ମନ୍ତ୍ରକୁ ବାସ୍ ଗୋଟିଏ 1 ମାଳା ଜପ ଅବଶ୍ୟ କରନ୍ତୁ। ଏହା ଦ୍ୱାରା ବୁଦ୍ଧିର ବିକାଶ ହୋଇଥାଏ, ଜ୍ଞାନ ଓ ଯଶର ପ୍ରାପ୍ତି ଆପଣଙ୍କୁ ମିଳିଥାଏ। ତ ଆଶା କରୁଛି ଭିଡ଼ିଓଟି ନିହାତି ଭାବରେ ଆପଣମାନଙ୍କୁ ପସନ୍ଦ ଆସିଥିବ। ଯଦି ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିଥାଏ, ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରନ୍ତୁ। ଏହି ଭିଡ଼ିଓଟିକୁ ଅଧିକରୁ ଅଧିକ ଆପଣଙ୍କ ସାଙ୍ଗ ସର୍କଲ ମାନ ପାଖକୁ ସେୟାର କରନ୍ତୁ। କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ, ଜୟ ମା ସରସ୍ୱତୀ, ଜୟ ଲକ୍ଷ୍ମୀ ନାରାୟଣ ଅବଶ୍ୟ ଲେଖିଦିଅନ୍ତୁ ଏବଂ ଆମର ଏହି ଚ୍ୟାନେଲକୁ ଯଦି ଆପଣମାନେ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଆପଣମାନଙ୍କୁ ମୋର ବିନୀତ ଅନୁରୋଧ, ଚ୍ୟାନେଲଟିକୁ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ।